ଆରେ ପିଲେଇ ଇରେ ତମେ କ'ଣ ମାତ୍ର 3 ଜଣ ଆସିଛ? ବାକି ସବୁ ପିଲା କୁଆଡ଼େ ଗଲେ? ହଁ କିରେ ମୂଷା ନା କ'ଣ ତୋ ନା କିରେ? ଛୋଟ ଛୋଟ ଚୁଟି ରଖିଛୁ କ'ଣ ତୋ ନା? କୁଆଡ଼େ ଗଲେ କିରେ ସବୁ? ମାଷ୍ଟର ତୁ କ'ଣ ଛୋଟ ଛୋଟ ଚୁଟି ରଖିଛୁ କହୁଛୁ? ଏତେ ବଡ଼ ବଡ଼ ଚୁଟି ଦେଖାଯାଉନି? ବାକି ପିଲା କୁଆଡ଼େ ଗଲେ? ମୁଁ କ'ଣ ପକେଟ ଉପରେ ବୁଲୁଛି? ସେ ଆସିଲେ ହେଲେ ନ ଆଇଲେ ନାହିଁ। ତୋ ମୁଣ୍ଡ କାହିଁ ବୁଝୁଛି ବେ? ଯେତିକି ପିଲା ଆସୁଛନ୍ତି ସେତିକି ପାଠ ପଢୁ, ଅଧିକ ରଙ୍ଗ ଦେଖଉଛୁ। ଆବେ ମାତ ତତେ ଗାଳି ଦେଲା ବେ, ତୁ କ'ଣ ବୋକା ଭଳିଆ ଅନେଇଛୁ? ଆରେ ଛୋଟ ଚିଙ୍ଗୁଡ଼ି ତୁ କ'ଣ କିଛି କହିବୁ ନା କ୍ଲାସ୍ ଆରମ୍ଭ କରିବା? ମାଷ୍ଟର ମତେ କ'ଣ ଛୋଟ ଚିଙ୍ଗୁଡ଼ି କହୁଛୁ ବେ? ସେଟା ପଥର ମାରିକି ମୁଣ୍ଡ କ'ଣ କରି ଜାଣିଛୁ ନା? ମୁଣ୍ଡ ଖରାପ କରୁଛୁ। ଛୋଟ ଚିଙ୍ଗୁଡ଼ି ବଡ଼ ଚିଙ୍ଗୁଡ଼ି ତୋର କ'ଣ କଲା ବେ? ପାଠ ପଢ଼ା। ଆରେ ଇଏ ନା ହେଉଛି ବିଷେଇ। ଆଜିଠୁ ଇଏ ତମ ସାଙ୍ଗରେ ବସିବ। ନୂଆ ପିଲା, ଯଦି କିଏ ବଦମାସି କରିଛ ତାହେଲେ ଜାଣିବ ଆଉ ମାଡ଼ ଖାଇବ କେମିତି ଆଉ। ସାରେ ମୋ ନାଁ ବିଶ୍ୱନାଥ ହରି ଖୁଣ୍ଟିଆ, ମତେ କ'ଣ ବିଷେଇ କହୁଛ? ବିଷେଇ ବଢିଆ ନାଁଟେ ହେଇଛି। ବଢିଆ ନା ବିଷେଇ। ଆଉ ବିଷେଇ ଆସ ଚୌକିରେ ବସ, ଆମ ସାଙ୍ଗରେ ପାଠ ପଢ। ବଢିଆ ବଢିଆ। ବିଶ୍ୱନାଥ, ଆରେ ଓ ବିଶ୍ୱନାଥ, କ'ଣ କରୁଛ ସେଠି? ଏଇଠିକୁ ଆସ, ଆମ୍ଭେ ତୁମ୍ଭର ଅପେକ୍ଷା କରିଛୁ। ବେ ଏଇଟା କ'ଣ ଏତେ ଛୋଟିଆ ପିଲାଟେ, ତତେ ଉପରକୁ କିଏ ନେଲା କିରେ? ଏତେ ବାଟ କେମିତି କ'ଣ ପଳେଇ ଆସିଲୁ? ଅଷ୍ଟମ କ୍ଲାସରେ କ'ଣ ପଢ଼ିଲୁଣି ତୁ? ବଣରେ ପଳେଇ ଆସିଛୁ କିରେ? ବେ ବିଷେଇ, ସମସ୍ତେ ତତେ ବିଷେଇ ବିଷେଇ ଡାକୁଥିଲେ। ମୁଁ ତତେ ବିଶ୍ୱନାଥ କହିଲି, ମୁଁ କହିଲି ପିଲାଟା ଭଲ ପିଲାଟା ହେଇଥିବ। ହେଲେ ତୁ ତ ଗୋଟେ ଗଲୁଆ ପିଲା ଅଛୁ। ହାଇଟ୍ କମ୍ ହେଲା ବୋଲି କ'ଣ ମୁଁ କ୍ଲାସରେ ବସିପାରିବିନି? ଚୁପଚାପ ପଳା ଏଠୁ, ନହେଲେ ପଥର ମାରିକି ମୁଣ୍ଡ କଣା କରିଦେବି, ବୁଝିଲୁ ନା? ଛୋଟ ଚିଙ୍ଗୁଡ଼ି ବିଷେଇକୁ କହୁଛି ପଥର ମାରି ମୁଣ୍ଡ କଳା କରିଦବ। କ'ଣ କହିବ? କି ଯୁଗ ହେଲା ଆଜିକାଲି।